पढ़िबा पार्ट्स ऑफ स्पीच। पार्ट्स ऑफ स्पीच होची हमर 9 प्रकारर। कौन कौन? नाउन, प्रोनाउन, आर्टिकल्स एंड डिटरमिनर्स, एडजेक्टिव, एडवर्ब, वर्ब, कंजक्शन, प्रीपोजिशन एंड इंटरजेक्शन। अच्छा पिला माने मन रहिला स्पीच हमर केते प्रकारर? 9 प्रकारर। आमे लिखि रखिबा 9 प्रकारर। भला भाବରେ ଆପଣମାନେ ଟିକେ ନୋଟ୍ କରିନିଅନ୍ତୁ କ'ଣ 9 ପ୍ରକାରର? ନାଉନ୍, ପ୍ରୋନାଉନ୍, ଆର୍ଟିକଲ୍ସ ଆଣ୍ଡ ଡିଟରମିନର୍ସ, ଆଡଜେକ୍ଟିଭ, ଆଡଭର୍ବ, ଭର୍ବ, କଞ୍ଜକ୍ସନ୍, ପ୍ରିପୋଜିସନ୍ ଆଣ୍ଡ ଇଣ୍ଟରଜେକ୍ସନ୍। ତାପରେ ଆମେ ମାନେ ଗୋଟେ ଗୋଟେ କରିକି ଦେଖିବା। ନାଉନ୍ କାହାକୁ କହିବା, ପ୍ରୋନାଉନ୍ କାହାକୁ କହିବା, ଏସବୁର ଡେଫିନେସନ୍ ଦେଖିବା ଆଉ ତା ସହିତ ତାର ଏକ୍ଜାମ୍ପଲ୍ସ ମଧ୍ୟ ଦେଖିବା, ଯାହାଦ୍ୱାରା କି ଆପଣମାନେ ଭଲ ଭାବରେ ବୁଝିପାରିବେ କାହାକୁ କ'ଣ କୁହନ୍ତି। ଆଉ ଆପଣମାନେ କେବେ ହେଲେ ଦ୍ୱନ୍ଦ୍ୱରେ ପଡ଼ିବେନି ଯେ ଏଟା ନାଉନ୍ କି ଏଟା ପ୍ରୋନାଉନ୍ କି ଏଟା ଆର୍ଟିକଲ୍ କି ଏଟା କ'ଣ, ସ୍ପିଚ୍ର ଏଟା କ'ଣ। ପ୍ରଥମେ ଆମେ ଦେଖିବା ନାଉନ୍। ନାଉନ୍ itself a naming person or place or animal, quality or thing. Example, ram, boy, dog, pen, son। ଆହୁରି ବି ଏମିତି ହେଇପାରିବ ନାଉନ୍ରେ ଆମେ ଯେତେ ରହିଲେ ପର୍ସନଙ୍କର ନେମ୍ ହେଲା, ଆଉ ଯେତେ ପ୍ରକାରର ନେମ୍ ଅଛି, ଥିଙ୍ଗସର ନେମ୍ ହେଲା, ରିଭରର ନେମ୍ ହେଲା, କୌଣସି ପ୍ଲେସ୍ର ନେମ୍ ହେଲା, ଏଭ୍ରିଥିଙ୍ଗ ଇଜ୍ ଏ ନାଉନ୍। ଦେନ୍ ଆସିବା ଆମେ ପ୍ରୋନାଉନ୍। ପ୍ରୋନାଉନ୍ ହେଉଛି ପ୍ଲେସ୍ ଅଫ୍ ନାଉନ୍ରେ ଯେଉଁଟା ୟୁଜ୍ ହୁଏ, ନାଉନ୍ ପରିବର୍ତ୍ତେ ଯାହା ଆମେ ୟୁଜ୍ କରନ୍ତି ତାହାକୁ ପ୍ରୋନାଉନ୍ କହିବା। ଏକ୍ଜାମ୍ପଲ୍ ଯେମିତି ଆଇ, ୟୁ, ହି, ସି, ଦେ ଏଟସେଟ୍ରା, ଆହୁରି ବହୁତ ଅଛି, ଉଇ ହେଇପାରିବ। ତେଣୁ ଆପଣମାନେ ଦେଖିବେ ଯେତେବେଳେ ରାମ ବଦଳରେ ହି ବ୍ୟବହାର ହେଉଛି, ସୀତା ବଦଳରେ ସି ବ୍ୟବହାର ହେଉଛି, ଆପଣମାନେ ନିଜେ ମୁଁକୁ ଆଇ ବ୍ୟବହାର ହେଉଛି, ତୁମେକୁ ୟୁ ବ୍ୟବହାର ହେଉଛି, ସେତେବେଳେ ଆମେ ସେଟାକୁ ପ୍ରୋନାଉନ୍ ବୋଲିକି ଆଇଡେଣ୍ଟିଫାଏ କରିବା। ନେକ୍ସଟ ଆସିବା ଆମେ ଆର୍ଟିକଲ୍ ଆଣ୍ଡ ଡିଟରମାଇନର୍ସ। ଆର୍ଟିକଲ୍ ଆଉ ଡିଟରମାଇନର୍ସ ପୁଣି କ'ଣ ନା, ଆର୍ଟିକଲ୍ ଆଉ ଡିଟରମାଇନର୍ସ ହେଉଛି ଇନଡେଫିନାଇଟ୍ ଆଉ ଡେଫିନାଇଟ୍ ନାଉନ୍। ଇନଡେଫିନାଇଟ୍ ଡେଫିନାଇଟ୍ ନାଉନ୍ କ'ଣ? ନିର୍ଦ୍ଦିଷ୍ଟ ବା ଅନିର୍ଦ୍ଦିଷ୍ଟ କୌଣସି ନାଉନ୍ ବଦଳରେ ଏଟା ବ୍ୟବହୃତ ହୁଏ, ଯେମିତିକି ଏ, ଆନ୍, ଦି, ଫ୍ୟୁ ଆଉ ସମ୍। ଏ ଆନ୍ ଦି ହେଲା ଆମର ଆର୍ଟିକଲ୍ସ, ଫ୍ୟୁ ସମ୍ ହେଲା ଆମର ଡିଟରମାଇନର୍ସ। ତାପରେ ଆସିବା ଆମେ ଆଡଜେକ୍ଟିଭ। ଆଡଜେକ୍ଟିଭ କ'ଣ? Adjective is that which describes a noun or a pronoun. Example, ଯେମିତିକି ବିଗ୍, ଅନେଷ୍ଟ, କ୍ୱିଟ୍, ସଫ୍ଟ, ଆହୁରି ବି ହେଇପାରିବ ବ୍ୟୁଟିଫୁଲ୍, ହ୍ୟାଣ୍ଡସମ୍, ଗୁଡ୍, ବ୍ୟାଡ୍, ଏଗୁଡ଼ାକ ସବୁ ଆମର ଆଡଜେକ୍ଟିଭରେ ଯିବ। ତାପରେ ଆସିବା ଆମେ ଆଡଭର୍ବ। ଆଡଭର୍ବ କ'ଣ? Adverb is that which describes a verb, adjective or adverb itself. Adverb is that which describes a verb, adjective or adverb itself. ଯେମିତିକି ଦେଖିବା ଆମେ ଏକ୍ଜାମ୍ପଲ୍, ସାଇଲେଣ୍ଟଲି, ସଫ୍ଟଲି, ଭେରି, କୁଇକଲି, ଆହୁରି ବି ଆମର ହେଇପାରିବ ଅନେଷ୍ଟଲି। ଆପଣମାନେ ପ୍ରାୟତଃ ଦେଖିବେ ଆଡଭର୍ବ ବୋଲି ଆମେ କାହାକୁ ସିଧାସଳଖ କିଛି ନ ଦେଖି ନ ଚାହିଁ ଆଖି ବୁଜିକି କହିପାରିବା ଏଟା ଆଡଭର୍ବ ବୋଲି। ଆପଣ ଦେଖିବେ ଯଦି ୱାର୍ଡ଼ର ଲାଷ୍ଟରେ LY କିମ୍ବା Y ଲାଗିଛି, ଏଟା ଗୋଟେ ଭର୍ବକୁ କିମ୍ବା ଆଡଜେକ୍ଟିଭକୁ ଆଇଡେଣ୍ଟିଫାଏ କରୁଛି, ତାହେଲେ ଆମେ ଆଖି ବୁଜିକି ୟାକୁ କହିପାରିବା ଆଡଭର୍ବ ବୋଲି। ହେଲା ପିଲାମାନେ, ଆପଣମାନେ ବୁଝିପାରିଲେ ଏତିକି। ତାପରେ ଆମେ ନେକ୍ସଟ ଯିବା ଭର୍ବ। ଭର୍ବ କ'ଣ ନା, verb is that which tells about action, state of something or someone. Example, is, am, are, was, were, ଯେମିତିକି ୱାକ୍ ରହିଲା, ୱାର୍କ ରହିଲା, ରିଡ୍ ରହିଲା, ରନ୍ ରହିଲା, ଇଟ୍ ରହିଲା, ଡ୍ରିଙ୍କ ରହିଲା, ଏଭ୍ରିଥିଙ୍ଗ, ଏଭ୍ରି ଆକ୍ସନ୍ ୱାର୍ଡ ଇଜ୍ ଏ ଭର୍ବ। ଆ ଭିତରୁ ଆମେ ଦେଖିବା ପୁଣି ଇଜ୍, ଆମ୍, ଆର୍, ୱାଜ୍, ୱେୟାର, ଏଗୁଡ଼ାକ ହେଲା ଆମର ସବୁ ଅକ୍ସିଲାରୀ ଭର୍ବ। କି ଭର୍ବ ପିଲାମାନେ? ଅକ୍ସିଲାରୀ ଭର୍ବ। ଆଉ ଯେଉଁ ଆମର ରହିଲା ୱାକ୍, ୱାର୍କ, ରିଡ୍, ଯେତେ ପ୍ରକାରର ଆମର ଆକ୍ସନ୍ ରହିଲା, ଆମେ ଯାହା ଯାହା କରନ୍ତି ସବୁ, ରିଡ୍, ରାଇଟ୍, ଡ୍ରିଙ୍କ, ସ୍ଲିପ୍,
एव्री एक्शन वर्ड इज ए वर्ब। तापर जीवा आमे कंजक्शन। कंजक्शन कौन रे पिला माने ना व्हिच जॉइंस वर्ड्स क्लॉजेस और सेंटेंसेस। जमती के एग्जांपल एंड, बट, व्हेन, एट, व्हाइल, एल्स, जोटा मोर दीटा वाक्य को जोड़ी थाए, दीटा शब्द को जोड़ी थाए आ दीटा क्लॉज को भी जोड़ी थाए। क्लॉज कहले हमर खंड वाक्य माने दीटा अधा अधा वाक्य थिबो ताको जोड़िबारे एगुड़िक साहाय्य करंती। जमिति कि आमे गोटे एग्जांपल देखि परिबा राम एंड सीता। एठी राम गोटे शब्द, सीता गोटे शब्द, ताको जोड़िला कि से एंड। नेक्स्ट जीवा प्रीपोजिशन। प्रीपोजिशन रे कोन पिला माने ना व्हिच लिंक्स ए नाउन और प्रोनाउन। गोटे नाउन बा प्रोनाउन को जे लिंक करि थाए, जोड़ी थाए, ताको आमे प्रीपोजिशन कहिबा। कौन कौन प्रीपोजिशन गुड़ा को देखिबा एट, टू, आफ्टर, ऑन, फॉर, आहुरी हेई परिबो अंडर, बिहाइंड, इन फ्रंट ऑफ, इन, इनटू, अक्रॉस, बिहाइंड, आहुरी अनेक प्रीपोजिशन हेई परिबो। तापर आसीबा आमे इंटरजेक्शन। इंटरजेक्शन कौन ना दैट एक्सप्रेस सडन फीलिंग्स। आमर किछि फीलिंग्स मनर भाव को जे परिप्रकाश करे ताको